ସୁଷମା ନନ୍ଦା ମରାଠର ଆଉ ଆଜିର ଯେଉଁ ଶ୍ୟାମସୁନ୍ଦର କନପାନର ମୃତ୍ୟୁବରଣ ବିଷୟରେ ଆଉ ସେ ସକାଳେ ଉଠି 10ଟା 11ଟା ବେଳକୁ ଆମ୍ବ କାଢ଼ିବା ପାଇଁ ଆମ୍ବ ଗଛରେ ଯାଇଥିଲେ ଗାଁ ଉପର ପଟେ। ଆଉ ତାପରେ ସେ ଆମ୍ବ ଗଛରେ ଉପରେ ମାଉମାଛି ଅଛନ୍ତି ଯେ ଆମେ ବାଘ ମାଉ ବୋଲି କହିବୁ ସେ ମାଉମାଛି ଅଛନ୍ତି। ଆଉ ସେ ମାଉମାଛି ତାଙ୍କୁ ଚୁବାଇଥିବେ ଆଉ ସେ ମାଉମାଛି ଚୁବାଇଲାରୁ ସେ ସେଇଠି ଆଗା ପଳାଇ ନ ପାରିକିରି ସେ ଜଣେ ମରିଗଲେ। ଆହୁରି ଜଣେ ତାଙ୍କର ପାଖରେ ଥିଲେ ଅନ୍ୟ ଗାଁର କୁଆଡ଼କେ ଦେଇକିରି ଆସିଥିଲେ ସେଠି ସେ ଧାଇଁକି ପଳାଇ ଗଲେ ଘରକୁ ତାଙ୍କୁ ବି ଚୁବାଇଛି। ଆଉ ଏ ଲୋକ ପଳାଇ ନ ପାରିଲେ ସେଠି ପଡ଼ିଗଲେ ଆହୁରି ମରିଗଲେ। ତାପରେ ଏମିତି ଶୁଣାଶୁଣିରେ ଗାଁ ଲୋକ ସବୁ କିଛି ସମୟ ହେଲାରୁ ଖୋଜିଲା ବେଳକୁ ଯାଇକରି ପାଇଲୁ ଆଉ ଲାଷ୍ଟକୁ ଧରିକିରି ଆମେ ଆସିଲୁ। ନାଇଁ ସେ ତ ଟିକେ ତାକୁ ମିଶା ସିରିୟସ୍ ଅଛି ସେ ମେଡ଼ିକାଲକୁ ଆଣା ହେଉଛି। ତ ଏବେ ଯେଉଁ ଲୋକ ମରିଯାଇଛନ୍ତି ତାଙ୍କର ପରିବାର ପୁରା ଗରିବ ଲୋକଟା ତ ସେଥିପାଇଁ ଆମେ ସମସ୍ତଙ୍କୁ ଜଣାଇବା କାରଣ ହେଉଛି ସରକାରକୁ ଅନୁରୋଧ କରୁଛୁ ଯେ ତାଙ୍କୁ କିଛି ଗୋଟେ ଅନୁଦାନ ଯଦି ଦିଆଗଲେ ଆମେ ଉପକୃତ ହେବୁ। ଆଉ ହରିକନ୍ତନ ଆଜ୍ଞା ମାରାଠ। ଆଉ ମୋ ବାପା ଗୋଟେ ଜଙ୍ଗଲରେ ଆମ୍ବ କାଢ଼ିବାକୁ ଯାଇଥିଲା ଆଉ ବାଘ ମାଉ ଯାକ ଚୋବାଇ କରି ସେଠି ପଡ଼ିଗଲା କିଏ ବି ଦେଖିପାରିଲେ ନାହିଁ। ସେଠି ମରିଗଲାରୁ ଲୋକମାନେ ପରେ ଦେଖିଲେ ଆହୁରି ଘରେ ଆଜ୍ଞା ଦିନ ଆଜି 11ଟା ବେଳେ ଯାଇଥିଲା ସାର୍। ସେଇଟା ଗୋଟେ ପାହାଡ଼ ଅଛି ବନ୍ଧ ଉପର ବୋଲି କରି ଗୋଟେ ପାହାଡ଼ ଅଛି। ନାଇଁ ସାର୍ ଲୋକ ଗାଁ ପାଖ ଲୋକ ଥିଲେ ଗୋଟେ ଲୋକକୁ ଚୁବାଇଲାରୁ ଥାଇ ପଳେଇଲା ସେ କହିଲାରୁ ସମସ୍ତେ ଯାଇକି ନା ସେଇଠି ଆଖା ମରି ଯାଇଥିଲା ସାର୍। ଆଉ ଜଣେ ସେ ଭଲ ଅଛି ମେଡିକାଲ ଜଣେ 11ଟାରୁ ଯାଇଥିଲେ ସାର୍।